दूषण माने खराब समय, व्यक्तित्व नष्ट होइजिबा, चारित्रिक हानि घटिबा, मनिषर मस्तिष्क भितर आबिलता प्रवेश करिजिबा। एई सब गुड़ाक व्यक्तित्व दूषणतार कथा। तार स्वरूपटा माने व्यक्तित्वटा नष्ट हेले तार स्वरूप की प्रकार हुए आउ तार समाधान की प्रकार हेई पारे। वर्तमान भारत वर्षर परिस्थिति बेस जटिल। नाना समस्यार कुहेलिका जाल मनिषर जीवन को सबु समय रे घेरी रहिछि। सेठी किछि नूतन व्यापार नुही, जीवनर ओ सभ्यतार अग्रगतिर मूଳରେ ହିଁ ରହିଛି ମଣିଷର ସମସ୍ୟାର ନିକଟରେ ମଥା ନତ ନ କରି ସମସ୍ୟାକୁ ବଶ ମନେଇ ପ୍ରଗତିର ପଥକୁ ମସୃଣ କରି ତୋଳିବା। ଧାରଣ ପାଳନ ସମ୍ବେଗଶୀଳ ଆକୁତି ହିଁ ହେଲା ବିବର୍ତ୍ତନର ମୂଳ ସୂତ୍ର। ତେବେ ସମସ୍ୟା ଯାହା ହିଁ ହଉନା କାହିଁକି ତାର ଅନେକ ପ୍ରକାରର ଭେଦ ଅଛି। ଏଇ ଭାରତ ଭୂମି ଏକ ଅଦ୍ଭୁତ ଦେଶ। ଆମର ନିଜର ଅସ୍ୱଚ୍ଛ ଦୃଷ୍ଟି ଓ ଅତୀକ୍ଷ୍ଣ ଅନୁଭବ ନେଇ ଏ ଦେଶର ସ୍ୱରୂପଟି ଉପଲବ୍ଧି ଆମେମାନେ କରିପାରୁନା। ପାରୁନା ଆମମାନଙ୍କର ମାତୃଭୂମିର ମହାନ ସଂସ୍କୃତି, ଅତୀତ ଗୌରବ ଓ ସାଧନାର ଧାରଟି ଅନୁଧାବନ କରିବାକୁ। ଆମମାନଙ୍କର ଅନେକ ପ୍ରକାରର ସେମିତି ଇଚ୍ଛା ହିଁ ନାହିଁ, ଅନେକଙ୍କର ସମୟ ନାହିଁ, ଅନେକଙ୍କର ଏଇ ସବୁ କଥା ଭାବିବା ପାଇଁ ଚିନ୍ତା କରିବା ପାଇଁ କିଛି ରୁଚି ମଧ୍ୟ ନାହିଁ। ଶ୍ରୀ ଶ୍ରୀ ଠାକୁରଙ୍କ ରଚନାରେ ଆମେ ପାଉ ଆର୍ଯ୍ୟ ଭାରତ ବର୍ଷ ଆମର ଜ୍ଞାନ ଗାରିମା ଗୌରବିଣୀ। କୃତଜ୍ଞ ମାତୃଭକ୍ତ ସନ୍ତାନ ଯେମିତି ମାର ସନ୍ନିଧାନରେ ଆହ୍ୱାନ କରେ, ଯେମିତି ମାର ଗୁଣବନ୍ଦନାରେ ତାର ବାଧା ଭଙ୍ଗା ଆବେଗ କୌଣସି କିଛି ହିଁ ତାକୁ ବାଧାରେ ରଖିପାରେ ନା। ସମସ୍ତ ବାଧାକୁ ଅତିକ୍ରମ କରି, ସମସ୍ତ ଦ୍ୱନ୍ଦ୍ୱ, ସମସ୍ତ ବିଘ୍ନକୁ ଅତିକ୍ରମ କରି ନିଜର ମାତୃଭୂମି, ନିଜର ମାତୃଭାଷା, ନିଜର ପ୍ରତ୍ୟେକଟି ଦିଗକୁ ଉନ୍ମୁଖ କରି ସିଏ ଛିଡ଼ା ହୁଏ ତାର ରକ୍ଷା କରିବା ପାଇଁ। ଠିକ ସେହିଭଳି ବ୍ୟକ୍ତିତ୍ୱ ଯୋଉମାନେ ନିଜର ପରାକାଷ୍ଠାରେ, ନିଜର ନିଦର୍ଶନରେ, ନିଜର ଜ୍ୱଳନ୍ତ ପ୍ରତିଭାରେ ସମଗ୍ର ଜଗତରେ ଛାଇ ଯାଇ ତାଙ୍କର ପ୍ରତିଭାକୁ ପରିସ୍ଫୁଟିତ କରିଛନ୍ତି, ଜୀବନକୁ ଉନ୍ମୁଖ ପଥରେ ତୋଳିଛନ୍ତି, ନିଜେ ଉନ୍ନତ ହବା ସହିତ ପରିବେଶକୁ ଉନ୍ନତ କରି ତୋଳିଛନ୍ତି। ସେଇମାନଙ୍କର ହିଁ ବ୍ୟକ୍ତିତ୍ୱକୁ ଆମେ ଉନ୍ନତ ବୋଲି ଜାଣିବା। ଏହି ଯୋଉ ପଙ୍କ୍ତି ଗୁଡାକ ଆମେ ଠାକୁରଙ୍କର ରଚନାରେ ପାଉ ଯେ ରକ୍ତ ତପନ କ୍ଷିପ୍ତ ଆଲୋକ, ରଶ୍ମି ପୁଲକ ଝଲକ ଝଲକ, ଦୀପ୍ତ ରିକ୍ତ ପାବକ ଅନଘ ମୃତ୍ୟୁ ବିଜୟ ଦାୟିନୀ, ଆର୍ଯ୍ୟ ଭାରତ ବର୍ଷ ଆମର ଜ୍ଞାନ ଗାରିମା ଗରିବିଣୀ। ପୁଣି ହୋମର ଅନଳ ନାଚେ ଛଳ ଛଳ, ବହେ ସରସ୍ୱତୀ ସିନ୍ଧୁ ପ୍ରବଳ, ଦୃଶଦ୍ୱତୀ ଦିଲ ଅର୍ଘ୍ୟ ଅଞ୍ଚଳ, ଦୃଶଦ୍ୱତୀ ଦେଲା ଅର୍ଘ୍ୟ ଆଞ୍ଚଳ, ସ୍ଫୁରିତ ଇନ୍ଦୁ ସ୍ମିତ ଟଳଟଳ, ଚଳେ ଭାଗୀରଥୀ ଡାକେ କଳ କଳ, ସାଗର ଧୌତ ଚରଣ ଯୁଗଳ, ତୁଙ୍ଗ ଧବଳ କିରୀଟିନୀ। ସେତେବେଳେ ଭାରତ ବର୍ଷର ଭୌଗୋଳିକ ପରିଚୟ, କୃଷ୍ଟି, ସଂସ୍କୃତି, ଐତିହ୍ୟର ଏମିତି ଗୋଟିଏ ପରିଚୟ ଆମେମାନେ ପାଉ। ବିଭିନ୍ନ ଭାବରେ ଆମେ ଦେଖିବାକୁ ପାଉ ଭାରତବର୍ଷ ପୁଣ୍ୟ ସନ୍ଥମାନଙ୍କର ଦେଶ, ବହୁ ଦେବଦେବୀଙ୍କର ଦେଶ, ବହୁତ ସାଧକଙ୍କର ଦେଶ, ବହୁତ ଜ୍ଞାନପୀଠ, ଜ୍ଞାନାଧୀଶ, ମହିମା ମଣ୍ଡିତ କବି, ଗାଳ୍ପିକ, ଲେଖକ, ବୈଜ୍ଞାନିକ, ଦାର୍ଶନିକ, ସାଂସ୍କୃତିକ, ସାମାଜିକ ସମସ୍ତ ଗୁଣରେ ପରିପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କର ଦେଶ। ଏତେ ସବୁ ବ୍ୟକ୍ତିତ୍ୱ ଥାଉ ଥାଉ ପୁଣି ବ୍ୟକ୍ତିତ୍ୱ ଦୂଷଣ ହେଲା କୋଉଠି? ଆଉ ବ୍ୟକ୍ତିତ୍ୱ ଖରାପ ହେଇଯିବାର ପ୍ରଭୂତ କାରଣ ବା ପ୍ରମୁଖ କାରଣ ବୋଲି ଯୋଉଟା ଆମେ କହୁଛେ ସେଇଟା ଆସିଲା କୋଉଠୁ?
ବ୍ୟକ୍ତିତ୍ୱ ଦୂଷଣ ହବାର ପ୍ରମୁଖ କାରଣ ଭିତରେ ଆପଣ ଦେଖିବାକୁ ପାଇବେ ସର୍ବପ୍ରଥମରେ ବିବାହର ଭ୍ରାନ୍ତି। ଆଲୋଚନା ପ୍ରସଙ୍ଗରେ ଗୋଟେ ଜାଗାରେ ଦେଖୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ତୁମେ ହୁଏତ ଅନ୍ୟର ବାଡିରେ ପଶି ଯାଇଅଛ, ଦେଖିଲ ଗୋଟିଏ ଛାଗଳ ଅର୍ଥାତ୍ ଛେଳି ସେହି ବଗିଚାରେ ଢୁକି ଗଛପତ୍ର ଖାଇ ଚାଲିଛି। ତୁମର ନିଜର ବାଡି ନ ଭାବି ତୁମେ ଯଦି ଉଦାସୀନ ହୋଇ ସେଠୁ ଚାଲିଯାଅ, ତାହେଲେ ଭବିଷ୍ୟତରେ ତୁମର ନିଜର ବାଡିରେ କୌଣସି ଦିନ ଛାଗଳ ଢୁକିଲେ ବା ପଶିଲେ ତାକୁ ତଡ଼ିବାର ମଧ୍ୟ ମାନସିକ ଅବସ୍ଥା ତୁମର ରହିବ ନାହିଁ। ଏଇ କଥାଟା କଣ ଦଉଛି? ଗୋଟେ ବ୍ୟକ୍ତିତ୍ୱର ପରିଚୟ। ହଁ ମ ଅଲଗା ମାନଙ୍କର ନଷ୍ଟ ହେଲେ ହଉ, ମୋର ତ ଘରେ ଠିକରେ ଅଛି। କିନ୍ତୁ ଲୋକ ବୁଝିପାରୁନି। ଦେଖନ୍ତୁ, ବ୍ୟକ୍ତିତ୍ୱଟା ଖାଲି ଗୋଟିଏ ପ୍ରତିଭାର ସମ୍ମିଶ୍ରଣ ନୁହେଁ। ପ୍ରତ୍ୟେକଟି ମଣିଷର କିଛି ଭଲ ଆଉ ଖରାପ ଗୁଣ ଉଭୟ ହିଁ ରହିଛି। ସବୁ ପ୍ରକାରର ଗୁଣର ସମାହାରରେ, ସବୁ ପ୍ରକାରର ପ୍ରତିଭାର ନିଦର୍ଶନରେ ହିଁ ମଣିଷର ବ୍ୟକ୍ତିତ୍ୱ ଗଢା ହୁଏ। ତେଣୁ କୌଣସି ଗୋଟିଏ ଦିଗରେ ବି ଯଦି ଆମେମାନେ ଚାରିତ୍ରିକ ତ୍ରୁଟିକୁ ପ୍ରଶ୍ରୟ ଦଉ, ତାହେଲେ ସେଥିରେ ଆମର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱଟା ନଷ୍ଟ ପାଇଯାଏ। ଆମେ ଚେଷ୍ଟା ତ କରୁ ଉନ୍ନତିର ଦିଗରେ ଯିବା ପାଇଁ, କିନ୍ତୁ ଉନ୍ନତିର ଦିଗରେ ଆମମାନଙ୍କର ଯିବା ହୁଏ ନା। କାହିଁକି? କାରଣ ଏଇ ଯୋଉ ଟିକିଏ ଟିକିଏ ଦୋଷ, ଦୁର୍ବଳତା, ନଷ୍ଟ ଚାରିତ୍ରତା, ଏଇ ସବୁ ଗୁଡାକ ମଣିଷକୁ କେମିତି ନଷ୍ଟ କରିଦିଏ ତାର କୌଣସି କୂଳ କିନାରା ନାହିଁ। ଠକିବାଟା ଆଉ ନିଜେ ଠିକିବାଟା, ଏଇଟା ହିଁ ଆମମାନଙ୍କର ଜୀବନର ସାର କଥା ହେଇଯାଏ। ଆମେମାନେ ଚାହୁଁ ତ ତାକୁ ଅତିକ୍ରମ କରି ଯିବା ପାଇଁ, କିନ୍ତୁ ଅତିକ୍ରମ କରିପାରୁନା। ଟିକିଏ ଟିକିଏ ଦୁର୍ବଳତା, ଏଇ ଯେମିତି ଗୋଟେ ଉଦାହରଣ ଦେଲେ ଯେ କାହାର ବାଡିରେ ହୁଏତ କେହି ଗୋଟେ ପଶି କିଛି ନଷ୍ଟ କରୁଛି, ଆମେ ଯଦି ହଁ ତା ବାଡି ନଷ୍ଟ ହେଇଯାଉ, ତାର ଫସଲ ଇଏ ହେଇଯାଉ, ତାମାନେ ଆମ ନିଜର ବି ଯେତେବେଳେ ଆମର ହବାର ଥିବ ଆମକୁ ଆଳସ୍ୟ ଗ୍ରାସ କରିବ। ହଁ ମୁଁ ଟିକେ ଶୋଇପଡେ ଯିବି। ଏଇ ଟିକିଏ ଶୋଇପଡିବାଟା, 5 ମିନିଟର ଶୋଇପଡିବାଟା ବି କେତେ କ୍ଷତି ଆମମାନଙ୍କ ନିକଟରେ ଘଟେଇ ଦବ, ତାହା ଆମମାନଙ୍କର ଚିନ୍ତାର ବାହାରେ। ତେଣୁ ଆମେ ଠିକରେ ବୁଝି ପାରୁନା, ଜାଣି ପାରୁନା ଯେ ଏଇ ସବୁ ଗୁଡାକ ଭିତରେ ଆମମାନଙ୍କର ରହିଛି କଣ। ଆମେମାନେ କାହିଁକି ଉନ୍ନତିର ପଥରେ ଯାଇପାରୁନୁ? ଏଇ ବ୍ୟକ୍ତିତ୍ୱର ଛୋଟ ଛୋଟ ଦୁର୍ବଳତା ଗୁଡାକ ଆମକୁ ଗ୍ରାସ କରିଦଉଛି। ଆଉ ଏ ବ୍ୟକ୍ତିତ୍ୱଟା ଏଇଥିପାଇଁ ଖରାପ ହେଇଯାଉଛି, କାରଣ ଗୋଟିଏ ବ୍ୟକ୍ତି ତ ଗୋଟେ ଇଣ୍ଡିଭିଜୁଆଲ ସୋଲ, ଆଉ ତାର ଉନ୍ନତି ବା ଅବନତି ତାରି ଉପରେ ହିଁ ସେଟା ନିର୍ଭର କରେ। ଶ୍ରୀ ଶ୍ରୀ ଠାକୁର କେତେବେଳେ ବି ବୋଲୁଛନ୍ତି ବା କହୁଛନ୍ତି ଯେ ଗୋଟିଏ ଅକାଟ୍ୟ ଅନିବାର୍ଯ୍ୟ ବୈଜ୍ଞାନିକ ତାତ୍ପର୍ଯ୍ୟ ଅବଶ୍ୟ ଅଛି। ତାଙ୍କର କଥା ଗୁଡାକ ସର୍ବ ସମୟରେ ସର୍ବକାଳରେ ହିଁ ପ୍ରଯୁଜ୍ୟ। ଶାଶ୍ୱତ ବିଜ୍ଞାନ, ଏହି କାରଣ ହିଁ ତା ଧର୍ମ। ଟିକେ ଯଦି ଆମେ ଭାବିକି ଦେଖିବା, ସେଥିରୁ ବୁଝା ପଡିବ ଯେ ଆମର ବଞ୍ଚି ରହିବାର, କ୍ରିୟା କରିବାର ମାଧ୍ୟମରେ ଯାର ଯାହା ପ୍ରୟୋଜନ, ସେଟା ହିଁ ଆମମାନଙ୍କର ସ୍ନାୟୁତନ୍ତ୍ର। କାର୍ଯ୍ୟ କରିବାର ପ୍ରେରଣା ଆସିଛି ପରିବେଶରୁ, ସଂଘାତର ମାଧ୍ୟମରେ। ଆମମାନଙ୍କର ଚେତନା ସେଗୁଡ଼ିକୁ ଛାଏଁ ଛାଏଁ ପହଞ୍ଚେଇ ଦଉଛି ବଞ୍ଚି ରହିବାର ଅନୁକୂଳ ଯାହା କିଛି, ସେଗୁଡ଼ିକର ଅଲଗା କରି ମସ୍ତିଷ୍କର କେନ୍ଦ୍ରରେ। କରଣୀୟ ଯାହା, ସେଇ ବୋଧଟା ଆମମାନଙ୍କର ଥମି ଯାଉଛି, କରିବାର ଆବେଗ ଆସୁନି। ଶ୍ରୀ ଶ୍ରୀ ଠାକୁର ଯୋଉ ଉଦାହରଣ ଦେଇଛନ୍ତି, ତାର ପର୍ଯ୍ୟାଲୋଚନା କଲେ ଆମେ ବୁଝିବାକୁ ପାଇବା ଯେ ଅନ୍ୟାର ବଗିଚାରେ ଯେତେବେଳେ ଛେଳି ପଶିବ, ଦେଖିଲେ ସ୍ୱତଃ ସ୍ନାୟୁତନ୍ତ୍ରରେ ଗୋଟେ ପ୍ରେରଣା ଆସିବା ଦରକାର, କିନ୍ତୁ ଆମେ ଦେଖିଲେ ଆମର କିଛି ରିଆକ୍ସନ ସୃଷ୍ଟି ହେଲାନି। ତାମାନେ ଆମର ସ୍ନାୟୁ ତନ୍ତ୍ରିକାଟା ହିଁ ଶିଥିଳ ହେଇଯାଇଛି। ସାଙ୍ଗେ ସାଙ୍ଗେ ଯଦିଓ କାର୍ଯ୍ୟ
କରା ନଯାଏ, ଅନ୍ୟ କୌଣସି ବୋଧ ବା ଭାବ ଆସି ଯଦି ଏହି କାର୍ଯ୍ୟ କରିବାକୁ ନିରସ୍ତ୍ର କରେ, ତାହେଲେ ଏହି କାର୍ଯ୍ୟ କରିବାର ପ୍ରେରଣାରେ ଉଦ୍ଦୀପିତ ସ୍ନାୟୁତନ୍ତ୍ର ଓ ମାଂସପେଶୀରେ ବିକ୍ଷେପ ଆସେ। ଏମିତି ଅନବରତ ହୋଇ ରହିଲେ ଦେହ ବିଧାନରେ ବହୁ ରକମର କ୍ଷତି ହେଇପାରେ, ଯାହାର ଫଳରେ କ୍ରମଶଃ ବୋଧ ପ୍ରବାହୀ ଆଉ କର୍ମ ପ୍ରବାହୀ ମାନେ ମୋଟର ଆଉ ସେନ୍ସରୀ ସ୍ନାୟୁର ମଧ୍ୟରେ ଯେ ସହଜ ଏକତାନତା ତାହା ବିନଷ୍ଟ ହୋଇଯାଏ। ଯେ ଯନ୍ତ୍ର ଦେଇ କାର୍ଯ୍ୟ କରିହୁଏ, ତା ଯଦି ଖରାପ ହୁଏ, ତାହେଲେ କାର୍ଯ୍ୟଟି ଠିକରେ ତ ହେଇ ଉଠେ ନା। ଆମମାନଙ୍କର ଦେହ ବିଧାନରେ ଭାବିବା, ବୋଲିବା ଆଉ କରିବା ସାମଞ୍ଜସ୍ୟ ନ ରହିଲେ ଆମମାନଙ୍କର ବ୍ୟକ୍ତିତ୍ୱ କର୍ମ ଖଣ୍ଡିତ ହବ ଆଉ ବିକ୍ଷିପ୍ତ ମଧ୍ୟ ହବ। ଏମିତି ଅବସ୍ଥାରେ କୌଣସି କିଛି ହିଁ ଠିକ ଭାବରେ କରାଯାଇ ପାରିବ ନାହିଁ। ବହୁ ଜଣଙ୍କର ମଧ୍ୟରେ ରହିଲେ ଆମର ମଧ୍ୟ ଏକ ପ୍ରକାରର ବିଚ୍ଛିନ୍ନତା ପଡ଼ି ପ୍ରାଧାନ୍ୟତା ରହିବ। ଏଇ ତ୍ରୁଟି ଦୂର କରିବାର କୌଣସି ଉପାୟ ଯେ ନାହିଁ। ଆତ୍ମନିୟନ୍ତ୍ରଣ ଓ ଅଭ୍ୟାସର ମାଧ୍ୟମରେ ନିଜକୁ ସଠିକ ଭାବେ ଗଢ଼ି ତୋଳାଯାଏ। ମଣିଷ ଯେ ଜନ୍ମଗତ ଯୋଗାବେଗ ନେଇ ଜନ୍ମଏ, ସେହି ସମୟର କ୍ରିୟା କରେ ମଣିଷକୁ ବ୍ୟକ୍ତି ବିଷୟ ଓ ବସ୍ତୁରେ ଯୁକ୍ତ ହୁଏ। এই ଯୁକ୍ତ ହବାର ଆବେଗଟା ଯଦି ସଠିକ ଜାଗାରେ ବିନିଯୋଗ କରାଯାଏ, ତାହେଲେ ହିଁ ଏହି ଆବେଗର ଉନ୍ମାଦନା ପ୍ରିୟ ପରମଙ୍କୁ ତୃପ୍ତ କରିବାର ଇଚ୍ଛାରେ ଅଦମ୍ୟ କର୍ମଶକ୍ତିରେ ନେଇ ରୂପାୟିତ କରେ। ଏମିତି ଅବସ୍ଥାରେ ଭାବିବା, ବୋଲିବା, କଥା କହିବା, କରିବା ଏବଂ ଶାନ୍ତିରେ ଭରପୁର କରି ତୋଳେ ମଣିଷକୁ। ଜୀବନର ସମସ୍ୟା ସେତେବେଳେ ତା ନିକଟରେ ଗୋଟିଏ ମ୍ରିୟମାଣ ବୁକୁ ଭରା ନିଥର ଝଗଡ଼ା ହେଇ ଉପସ୍ଥିତ ହୁଏ ନା, ବରଂ ସମସ୍ୟା ଗୁଡ଼ାକୁ ସେ ଦେଖେ ଜୀବନ ଓ ବୃଦ୍ଧିର ଗୋଟେ ଗୋଟେ ସୋପାନର ସ୍ୱରୂପରେ। ବାଧାକୁ ବାଧ୍ୟ କରି ଆନନ୍ଦମୟ କରି ତୋଳି ଦୁର୍ଗତି ଯେତେ ସବୁ ଦୁର୍ଗ ହୋଇ ସାମଞ୍ଜସ୍ୟ ଓ ସମାଧାନରେ ଗୋଟେ ଗୋଟେ ଦୁର୍ଗ କରି ତୋଳି ଜୀବନର ପଥ ମଧ୍ୟରେ ଅଗ୍ରସର ହୁଏ। ଜୀବନଟାକୁ ଦେଖେ ସେ ଅନ୍ୟ ଚକ୍ଷୁରେ। ଏଇ ନିୟନ୍ତ୍ରଣ, ସାମଞ୍ଜସ୍ୟ ଓ ସମାଧାନର ଅବ୍ୟର୍ଥ କାରୁକାର୍ଯ୍ୟ ନିଜର ପରିବେଶର ଯେତେ ଯାହା କିଛି ସବୁକୁ ସେ ସେମିତି କରି ଗଭୀର ଦୂରଦୃଷ୍ଟି ନେଇ ଦେଖିପାରେ। ଅବସ୍ଥାନୁଗ ବ୍ୟବସ୍ଥା ପ୍ରତି ଚାଲି ରହିଥାଏ। ସମସ୍ୟା ସେତେବେଳେ ଠାରୁ ହିଁ ଆରମ୍ଭ ହୁଏ, ଯେତେବେଳେ ମଣିଷର ଏଇ ଗଢ଼ି ଉଠେ ଗଲତ ଗୁଡ଼ାକ, ଖରାପ ଗୁଡ଼ାକ ଠିକ ହେଇଯାଏ। ସେ ଦେଶର, ସେ ମାଟିର, ସେ ପ୍ରତ୍ୟେକଟି ଜାଗାର ଭୂୟସୀ ଉନ୍ନତି ହୁଏ। ଏବେ ଚାରିତ୍ରିକ ଦୂଷଣର ଆଉ ଗୋଟେ ଉପାୟ ଦେଖନ୍ତୁ। ସବୁ ଜାଗାରେ ଆମେ ଦେଖୁଛେ ଲାଞ୍ଚଖୋର ଅବସ୍ଥା। ଏଇ ଲାଞ୍ଚ ନବାର ଅଭ୍ୟାସଟା ପିଢ଼ି ପରେ ପିଢ଼ି ଆମେ ଦେଖୁଛେ, ଯା ବାପା ତା ପୁଅ ଚାଲିଛି। କିନ୍ତୁ କାହିଁକି ଚାଲିଛି? କାହିଁକି ଚାଲିଛି? ସିବିଆଇ ହାତରେ ରେଡ ହ୍ୟାଣ୍ଡେଡଲି ଧରା ପଡ଼ିଲା ପରେ ବି, ଲୋକ ଚାକିରିରୁ ସସ୍ପେଣ୍ଡ ହେଲା ପରେ ବି, ଘର ଦ୍ୱାର ସବୁ ବାଜ୍ୟାପ୍ତି ହେଲା ପରେ ବି ଲୋକର ସେ ପ୍ରବୃତ୍ତି ତ ଯାଉନି। ଯଦି ଦଣ୍ଡର ବିଧାନ କଲେ ମଣିଷ ସୁଧୁରି ଯାଆନ୍ତା, ପ୍ରକୃତି ଗୁଡ଼ାକ ଦୂରୀକରଣ ହୁଅନ୍ତା, ତାହେଲେ ତ ଆଉ କିଛି କଥା ହିଁ ନଥାନ୍ତା। ଯୋଉଟା କି ଠାକୁରଙ୍କ ବିଧାନରେ କେବଳ ୟୁନିକ୍ ଦେଖୁ। ଅଲଗା ସବୁ ଜାଗାରେ ଆପଣ ଯାଆନ୍ତୁ, ଶିବାନନ୍ଦଙ୍କର ଯାଆନ୍ତୁ, ସେ ଚିଦାନନ୍ଦଙ୍କର ଯାଆନ୍ତୁ, ପ୍ରଜାପିତା ବ୍ରହ୍ମା କୁମାରୀ ଯାଆନ୍ତୁ, ସବୁ ଜାଗାରେ ଆପଣଙ୍କୁ କୁହାଯିବ ଆପଣ ଧ୍ୟାନ କରନ୍ତୁ, ଧଳା ପିନ୍ଧନ୍ତୁ, ସାତ୍विକ ଖାଆନ୍ତୁ, ଉଠିକି ଧ୍ୟାନ କରନ୍ତୁ, ମନନ କରନ୍ତୁ, ଭଲ ଜ୍ଞାନ ଶୁଣନ୍ତୁ, ଜ୍ଞାନର କଥା, ଆପଣଙ୍କର ସମସ୍ୟାର ସମାଧାନ ହେଇଯିବ। ଯଦି ତାହା କଲେ ସମସ୍ୟାର ସମାଧାନ ହୁଅନ୍ତା, ତାହେଲେ ମଣିଷ ଭିତରୁ ପାପର ପ୍ରବୃତ୍ତି ତ ସବୁଦିନ ପାଇଁ ପଳେଇ ଯାଆନ୍ତା। କିନ୍ତୁ ତା ତ ଯାଉନି। ଯେମିତି ଆପଣ ଦେଖନ୍ତୁ, ଏଇ ଯେ ଲାଞ୍ଚର କାରବାରର କଥା କହିଲି, ଯୋଉ ଲୋକ ରେଡ ହ୍ୟାଣ୍ଡେଡଲି ଧରା ପଡ଼ିଲା, ଥାନା ଗଲା, ଚାକିରି ଗଲା, ତାର କଣ ଲାଞ୍ଚର ସ୍ୱଭାବଟା ସେଠି ନଷ୍ଟ ହେଇଗଲା? ସେ ଲାଞ୍ଚ ନବାଟା ଖରାପ ବୋଲି ଜାଣିନି କି? ଯଦି ମୁଁ ସିବିଆଇ ହାତେ ଧରା ପଡ଼ିବା, କି ଗୋଟେ ଫଟୋ ଉଠେଇକି ଛାଡ଼ିଦବ ମୁଁ ନଉଥିବି ଲାଞ୍ଚ, ତାହେଲେ ମୁଁ ଧରା ପଡ଼ିଲେ ମୋର
କ୍ଷତି ଘଟିବ, ମୋ ପରିବାରର କ୍ଷତି ହବ, ମୋର ଚାକିରି ଉପରେ ଆଞ୍ଚ ଆସିବ, ମୁଁ ବଦନାମ ହେବି, ଏଇ ଡରଟା କଣ ସେ ଲୋକମାନଙ୍କର ନାହିଁ? ତ କଥା ହଉଛି କଣ ନା, ଯାହା ବି ଥିଲା ବାରମ୍ବାର କି ଅସତ୍ ଚରିତ୍ରର ଅଭ୍ୟାସ ଫଳରେ ସେ ସବୁ ଗୁଡାକ କାଳକ୍ରମେ ଲୋପ ପାଇଗଲା। ଆଉ ମଣିଷର ବଢିବାର ଦିଗରେ ସେଗୁଡାକ ପ୍ରେରଣା ଦାୟୀ ହେଲାନି, ମଣିଷକୁ ଉନ୍ନତିର ଦିଗରେ ଅବାଧ କରି ତୋଳିଲାଣି, ବରଂ ମଣିଷକୁ ନଷ୍ଟର ଦିଗରେ ଅଗ୍ରସର କଳେଇ ତୋଳିଲା। ତେଣୁ ଏଇ ଯୋଉ ବ୍ୟକ୍ତିତ୍ୱଟା ଖରାପ କହିଲେ ଆମେ ସବୁ ଗୁଣକୁ ବୁଝିବା। ଏହାର ପ୍ରଥମ ଆରମ୍ଭଟା କୋଉଠୁ ହେଇଥିଲା? ଏଇ ଯୋଉ ଲାଞ୍ଚ ନବାଟା ଆରମ୍ଭ କୋଉଠୁ ହେଇଥିଲା? ଯେମିତି ଦେଖନ୍ତୁ, ଘରେ କିଏ ହୁଏତ ଆମକୁ ଗୋଟେ ବଡ ଲୋକ ପାନ ଆଣିବାକୁ ପଠେଇଲେ, କିମ୍ବା କିଛି ଜଳଖିଆ ଆଣିବାକୁ ପଠେଇଲେ, ବା କିଛି ଗୋଟେ ଗ୍ରୋସରୀ ଜିନିଷ ଆଣିବାକୁ ପଠେଇଲେ, ସାଙ୍ଗେ ସାଙ୍ଗେ ଧରକର 2 ଟଙ୍କା କି 3 ଟଙ୍କା ବଳିଗଲା, ଯା ତୁ 2 ଟଙ୍କାର ଗୋଟେ ଚକୋଲେଟ ଖାଇଦବୁ, ଏଇ ପ୍ରକାର ଆମେ କରୁ। ତାହେଲେ ଏଥିରେ କଣ ହେଲା ନା, ସେଇ ଯୋଉ ପିଲାଟି ଯାହା ହାତରେ ଆମେ ପଠେଇଥିଲୁ ତାର ଗୋଟେ ଅଭ୍ୟାସ ହେଲା ଯେ ନା, ମୁଁ ଯେତେବେଳେ ଗୋଟେ ଜିନିଷ ଆଣିବାକୁ ଯିବି ମତେ ନିହାତି ରୂପେ 2 ଟଙ୍କା କି 5 ଟଙ୍କା କି 10 ଟଙ୍କା ମିଳିବ, ମୁଁ ସେଥିରେ ଗୋଟେ ଚକୋଲେଟଟେ ଖାଇବି, ଗୋଟେ ବିସ୍କୁଟଟେ ଖାଇବି, ଗୋଟେ କେକଟେ ଖାଇବି। ତା ମାନେ ଏଇଠୁ ହିଁ ଲାଞ୍ଚଟା ଆରମ୍ଭ ହେଲା। ତା ମାନେ କାମ କରିବା ପାଇଁ କି ମତେ 5 ଟଙ୍କା ହଉ 10 ଟଙ୍କା ହଉ କିଛି ନା କିଛି ମିଳିବ ହିଁ ମିଳିବ। ତ ଏଇ ଅଭ୍ୟାସ ଟା ତାର ବଡ ହେଲା ପରେ ଦିନକୁ ଦିନ ବଢିଗଲା। ମୁଁ କାମ 5,000 ଟଙ୍କାର କରେଇଦେବି ଯେ ମତେ କିନ୍ତୁ 2,000 ଟଙ୍କାର ଲାଞ୍ଚଟେ ଦିଅ। ଏଇଭଳି ଲାଞ୍ଚ ନେଇ ନେଇ ସେ ବଡ ଲାଞ୍ଚଖୋର ରେ ପରିଣତ ହେଲା। ତା ମାନେ ଆମ ମାନଙ୍କର ଦୈନନ୍ଦିନ ଜୀବନରୁ ହିଁ ବ୍ୟକ୍ତିତ୍ୱଟା ଦୂଷଣ ହେଇଗଲା। ପୁଣି ଦେଖନ୍ତୁ, ଖାଇବାର ବ୍ୟକ୍ତିତ୍ୱ ଦୂଷଣ। ପିଲାମାନେ, ମା ମାନଙ୍କ ପାଖରେ ବର୍ତ୍ତମାନ ସମୟ ନାହିଁ, ଆଜି ଚୁଡା କଦଳୀ କେହି ଖାଇବାକୁ ଚାହୁଁନାହାନ୍ତି, ମୁଢି ଖାଇବାକୁ ଚାହୁଁନାହାନ୍ତି, ସବୁ ଚାଉମିନ, ଫାଷ୍ଟଫୁଡ, ବରା, ଆଳୁଚପ, ପୁରୀ, ଯେତେ ପରିମାଣର ହାନିକାରକ ଖାଦ୍ୟ ତାହା ହିଁ ଖାଇବାକୁ ଚାହୁଁଛନ୍ତି। କାରଣ ମା ମାନଙ୍କ ପାଖରେ ବି ସମୟ ନାହିଁ, 2 ମିନିଟରେ ନୁଡଲସ ପ୍ରିପେୟାର ହେଇଯିବ, ତାକୁ ଦିଅ। ଏଇଭଳି ଖାଇ ଖାଇ ଦେଖନ୍ତୁ, ବର୍ତ୍ତମାନ ମେଦ ବୃଦ୍ଧି ଗୋଟେ ପ୍ରମୁଖ କାରଣ ହେଇଗଲାଣି। ଚାରିଆଡେ ମେଦବହୁଳତା, ଘରେ ଘରେ କ୍ୟାନ୍ସର, ଘରେ ଘରେ ଡାଇବେଟିସ୍, ଘରେ ଘରେ ପାଇଲ୍ସ, ଘରେ ଘରେ ହାର୍ଟ ଆଟାକ। ଏହାର ପ୍ରମୁଖ କାରଣ ମଇଦା ଯୁକ୍ତ ଖାଦ୍ୟ, ତେଲ ମସଲା ଯୁକ୍ତ ଖାଦ୍ୟ। ଦେଖନ୍ତୁ, ବ୍ୟକ୍ତିତ୍ୱଟା ନଷ୍ଟ ହେଇଗଲା, ଲୋକଟା ମରିଗଲା ମାନେ ସେ ବ୍ୟକ୍ତିତ୍ୱଟା ମରିଗଲା ବୋଲି ଆମେ କହିବା, ନଷ୍ଟ ହେଇଗଲା। ତ ଏଇ ଗୋଟିଏ ଛୋଟ ଅଭ୍ୟାସ, ଛୋଟ ବେଳରୁ ଆମକୁ ମଇଦା ଯୁକ୍ତ ଖାଦ୍ୟ ଖାଇବାର ଅଭ୍ୟାସ ଲାଗିବା, ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାର ଅଭ୍ୟାସ ଲାଗିଲା, ଆମିଷ ଯୁକ୍ତ ଖାଦ୍ୟ ଖାଇବାର ଅଭ୍ୟାସ ଲାଗିଲା। ବଡ ହେଲେ ସେଟା ବହୁଳ ବହୁଳ ଭାବରେ ରୂପାନ୍ତରିତ ହେଲା। ଏବେ ବ୍ୟକ୍ତିତ୍ୱଟା ଦୂଷଣ ହେଲା ନା ହେଲାନି? ତ ଏଇଟା ଆମେ ମାନେ ନିଜେ ବିଚାର କରୁ। ତା ମାନେ କେତେ ଛୋଟ ଛୋଟ ଅଭ୍ୟାସରୁ ଆମ ମାନଙ୍କର ବ୍ୟକ୍ତିତ୍ୱ ଖରାପ ହେଇଯାଉଛି। ଠାକୁର ଏଇ କଥା ଗୁଡାକୁ ବିଶେଷ ଭାବରେ ହିଁ ଧ୍ୟାନ ଦେବା ପାଇଁ କହିଛନ୍ତି। ପୁଣି ଆପଣ ଦେଖିବେ, ଠାକୁର কৌচন্তি, শালা তোদের হাতটা যদি কারো প্রয়োজন কাটা লাগে তা কি হবে কখনো? আরও বললেন, মাথা খটায় বুদ্ধি করে বার করা লাগে, গাছ না কেটে ভালোভাবে বাড়িটা কি করে বানানো যায়। ମୁଣ୍ଡ ଖେଳେଇ ଭାବ, ଗଛ କଟା ନ ଯାଇକି କେମିତି ଗଛକୁ ସୁନ୍ଦର କରାହେଇପାରିବ। କମ ଟଙ୍କାରେ ବେଶୀ କାମ ଯିଏ କରିପାରିବ ତାକୁ ଲୋକ ଆୱାର୍ଡ ଦେବେ। ଅଧିକା ଟଙ୍କା ଖର୍ଚ୍ଚରେ ତ ନିହାତି ଭଲ କାମ ହବ, ସେଥିରେ କ୍ରେଡିଟ କିଛି ଅଛି କି? ଅଧିକା ତେଲ ମସଲାରେ ଛାଣିଦେଲେ ଖାଦ୍ୟଟା ତ ଭଲ ଲାଗିବ, କିନ୍ତୁ କମ ତେଲ, ବିନା ତେଲରେ ବି ଖାଦ୍ୟ କେମିତି ଟେଷ୍ଟ ହେଇପାରିବ, ସେ ଦିଗରେ କାହାର ପ୍ରଚେଷ୍ଟା ଅଛି? ତାମାନେ ଏଇଟା ଗୋଟେ ବ୍ୟକ୍ତିତ୍ୱ। ଦେଖନ୍ତୁ, କମ ସମୟରେ, କମ ଆଡମ୍ବରରେ, କମ ପ୍ରୟୋଜନରେ ଯେ ଗୋଟେ ଡେକୋରମ କରିଦେଇ ପାରୁଛି, ଯେ ଗୋଟେ ସୌନ୍ଦର୍ଯ୍ୟତାକୁ ଆଣି ଦେଇ ପାରୁଛି, ସେ ଲୋକର ମୁଣ୍ଡ। ଆଉ ସବୁ ଆଭେଲେବିଲିଟି ଥିବ ତାପରେ ବି କରୁଥିବ ବା କରିପାରୁନଥିବ, ସେ ଲୋକର ମୁଣ୍ଡରେ ଫରକ ନାହିଁ। ଏଇଟା ବି ଗୋଟେ ବ୍ୟକ୍ତିତ୍ୱ। ଭଲ ଭାଷଣ ଦେବା, ଭଲ ଗୀତ ଗାଇବା, ଭଲ ନାଚିବା, ଭଲ ପାଠ ପଢିବା, ସବୁ ଭଲ। ଏଇ ଭଲ ଗୁଡାକ ଗୋଟେ ଗୋଟେ ପ୍ରତିଭା, ଭଲ ଗୁଡାକ ଗୋଟେ ଗୋଟେ ନିଦର୍ଶନ।
କିନ୍ତୁ ଏଇ ଭଲଟା ଯେତେବେଳେ ଭେଲରେ ରୂପାନ୍ତରିତ ହେଇଯାଉଛି, ଭଲଟା ଯେତେବେଳେ ଖରାପରେ ରୂପାନ୍ତରିତ ହେଇଯାଉଛି, ସେତେବେଳେ ତ ବ୍ୟକ୍ତିତ୍ୱଟା ନଷ୍ଟ ହେଇଯାଉଛି। ଦେଖନ୍ତୁ, ବ୍ୟକ୍ତିତ୍ୱର ସ୍ୱରୂପଟାକୁ ଆପଣ ଚିହ୍ନନ୍ତୁ। କୋଉ କୋଉ ପ୍ରକାରରେ ବ୍ୟକ୍ତିତ୍ୱର ସ୍ୱରୂପ। ଆମ ମାନଙ୍କର ଉନ୍ନତି ଅବାଧ ଦିଗରେ ଗତି କାହିଁ ହଉନି? ବାରମ୍ବାର କି ପ୍ରତିବନ୍ଧକ କାହିଁକି ଆମର ଉନ୍ନତିର ଦିଗରେ ଆସୁଛି? ସେଇଟା ଆମର ଚିନ୍ତା କରିବାର ବିଷୟ। ପୁଣି ଆପଣ ଗୋଟେ କଥା ଦେଖନ୍ତୁ, ବର୍ତ୍ତମାନର ଯୋଉ ସ୍ଥିତି, ବର୍ତ୍ତମାନର ଯୋଉ ପରିସ୍ଥିତି, ସେତେବେଳେ ଆମେ ଯଦି ନିଜକୁ ସଜାଡି ନ ନଉ, ତାହେଲେ ପଦେ ପଦେ ଆମ ମାନଙ୍କର ବିପଦ ରହିଛି। ଠାକୁର ସମାଧାନ ବାଣୀରେ କହୁଛନ୍ତି ଯେ ତୁମେ ଠିକ ଠିକ ଜାଣ ଯେ ତୁମେ ତୁମର ନିଜର, ପରିବାରର, ଦଶର ଏବଂ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଦାୟୀ। ସତ୍ୟାନୁସରଣରେ ତା ମାନେ ଆମେ ଯାହା କରୁଛୁ ସେଥିରେ ମୁଁ ମୋ ନିଜର, ପରିବାରର, ପରିବେଶର, 10 ଜଣଙ୍କର, ଦେଶର, ସମସ୍ତଙ୍କର ଖରାପ ପାଇଁ ଆମେ ମାନେ ହିଁ ଦାୟୀ। ଏଇ ଯେ ଅସାମର୍ଥ୍ୟତା, ଅଜ୍ଞାନତା, ଖଣ୍ଡିତ ବ୍ୟକ୍ତିତ୍ୱ, ଧୂସର ଚେତନା, ସ୍ନାୟବିକ ଜଡତା, ଏଇଟି ମଣିଷର ଅସଲ ପରିଚୟ ନୁହେଁ। ଆଧୁନିକ ପରିବେଶ ବିଜ୍ଞାନର ଭାଷା ଧାର କରି କୁହାଯାଏ, ଏ ଏକ ରକମର ବ୍ୟକ୍ତିତ୍ୱ ଦୂଷଣର ଫଳ, ଯାହା ଅନବରତ ଅସୁସ୍ଥ ମଣିଷର ସୃଷ୍ଟି କରି ଚାଲିଛି। ଅସୁସ୍ଥ ଅର୍ଥ ଯାହା ସ୍ଥିତି ବା ବ୍ୟକ୍ତିତ୍ୱକୁ ବଜାୟ ରଖିବାର ବ୍ୟାପାରଟି ବୁଝାଇ ଦିଏ ନା। ତତ୍କ୍ଷଣିକ ସୁଖ ଲାଭ ବା ଏକାନ୍ତ ଆତ୍ମକେନ୍ଦ୍ରିକ ଉପଭୋଗର ତାଡ଼ନାରେ ମଣିଷ ଯଦି ନିଜର ପ୍ରକୃତ ବ୍ୟକ୍ତିତ୍ୱଟାକୁ ନଷ୍ଟ କରିଦିଏ, ତାହା ହେଲା ବ୍ୟକ୍ତିତ୍ୱ ଦୂଷଣତା। ତାର ମଧ୍ୟରେ ଅସୁସ୍ଥ ଏତେ ଟିକେ ଯେ ସମସ୍ତେ ତାର ସଂସ୍ପର୍ଶରେ ଆସିଲେ ହିଁ ଅଶୁଭ ହେଇଯିବେ। ଅହଂ ସର୍ବସ୍ୱ କଥା କୁହା, ପ୍ରବୃତ୍ତି ମାର୍ଗୀ, ସ୍ୱାର୍ଥ କେନ୍ଦ୍ରିକ କରିବାରେ ଯଦି ପ୍ରତ୍ୟେକଟି ଲୋକ ଲାଗେ, ତାହା ହିଁ ବ୍ୟକ୍ତିତ୍ୱ ଦୂଷଣ। ଆମେ ବହୁତ ସମୟରେ ଦେଖିବାକୁ ପାଉଛୁ, ସ୍କୁଲରେ, କଲେଜରେ, ସବୁ ଜାଗାରେ ଯେ ଟଙ୍କା ମିତ ବିକାଶ ହଉନି। ଟଙ୍କା ଆସିଲେ ଯିଏ ପ୍ରିନ୍ସିପାଲ, ଯିଏ ହେଡମାଷ୍ଟର ସବୁ ମାରି ଖାଇ ଦଉଛନ୍ତି। ଅଲଗା ଟିଚର, ଅଲଗା ଲେକ୍ଚରର, ଅଲଗା ପ୍ରଫେସର, ଏମାନେ ଜାଣିଲେ ମଧ୍ୟ କିଛି କରିବାର ଜୁ ନାହିଁ, କାରଣ ରାଜନୈତିକ ଦଳ ସେଥି ସହିତ ସମ୍ପୃକ୍ତ ହେଇଛନ୍ତି। ତ ଏଇ ସବୁ କଥା ଗୁଡାକରୁ ଆମେ କଣ ଅନୁମାନ କରୁଛେ? ଲାଞ୍ଜଖୋର ହବା, ନିଜର ସ୍ୱାର୍ଥ ପାଇଁ, ଏଇ ଯୋଉ ଆତ୍ମସ୍ୱାର୍ଥୀ ଗ୍ରନ୍ଥି, ଆଗରୁ ମଧ୍ୟ ମୁଁ ଥରେ କହିଛି, ଏଇଟା ହଉଛି ନାର୍ସିସସ୍ କମ୍ପ୍ଲେକ୍ସ। ବହୁତ ପିଲାଙ୍କୁ ଆପଣ ଦେଖିବାକୁ ପାଇବେ ଯୋଉମାନେ ନିଜ ଛଡା ଆଉ କିଛି ଚିନ୍ତା ହିଁ କରିପାରନ୍ତିନି। ସେମାନେ ବାପା ମାଙ୍କ ପାଇଁ ଭାବି ପାରନ୍ତିନି, ସେମାନେ ଭାଇ ଭଉଣୀ ପାଇଁ ଭାବି ପାରନ୍ତିନି। ତାହେଲେ ସେମାନେ ଦେଶ ଦଶର କଥା ଭାବିବେ। ଏ କଥାଟା ହାସ୍ୟାସ୍ପଦ ଆଉ ଲଜ୍ଜାନୀୟ ଘଟଣା ନୁହେଁ କି? ଯିଏ ନିଜର ପରିବାରଟା ପାଇଁ ଭାବି ପାରୁନି, ସିଏ ପୁଣି ଅଲଗା ମାନଙ୍କ ପାଇଁ କେମିତି ଭାବି ପାରୁଛି? ଭାବି ପାରିବ? ପୁଣି ଯିଏ ହଣାକଟା ମରା ହେଇକି ମରିଯାଉଛନ୍ତି, ସମସ୍ତ ସୁବିଧା ସୁଯୋଗ ଦବା ସତ୍ତ୍ୱେ ବି ମଣିଷର ପ୍ରବୃତ୍ତି ଭିତରେ ଯେତେବେଳେ ବିକୃତି ଆସୁଛି, ସେତେବେଳେ ମଣିଷଟା ବିକ୍ରି ହେଇଯାଉଛି ତା ନିଜର ପ୍ରବୃତ୍ତିର ଦାସତ୍ୱର ମାର୍ଗରେ। ସେତେବେଳେ ସେ ନିଜକୁ ନିଜ ନଷ୍ଟ କରି ପକଉନି କି? ବ୍ୟକ୍ତିତ୍ୱ ଦୂଷଣତା କଣ ଦେଖନ୍ତୁ। ପୁଣି ଆମେ ଦେଖିବାକୁ ପାଉ, ପ୍ରବୃତ୍ତିର ହିଁ ସବୁ କିଆଧରା, କରାଧରା। ଯେମିତି କହୁ, ଟିକେ ଟିକେ କଥାରେ ରାଗିଯିବା, ଟିକେ ଟିକେ କଥାରେ ସ୍ଥାନ ପରିତ୍ୟାଗ କରି ଚାଲିଯିବା, କୌଣସି ଗୋଟେ ଘଟଣାର ସମସ୍ୟାର ସମାଧାନ କରି ନ ପାରିବା, ନିଜକୁ ବିକୃତିର ପଥରେ ଡେଇଁ ଚାଲିବା, ଏଇ ସବୁ ଗୁଡାକ ହିଁ ବ୍ୟକ୍ତିତ୍ୱ ଦୂଷଣତାର ଗୋଟେ ଗୋଟେ ନ୍ୟାୟ। ପୁଣି ଆମେ ଦେଖିବାକୁ ପାଉ ଯେ ଏଇ ଜାଗାରେ ହଦିସର ମଧ୍ୟ, ହଦିସ ଯୋଉଟା ମୁସଲିମ ମାନଙ୍କର ଲେଖା ରହିଛି, କୋରାନକୁ ବ୍ୟାଖ୍ୟା କରାଯାଇଛି, ହଦିସରେ ମଧ୍ୟ ପାଯାଇଛି ଯେ ଶ୍ରୀ ଶ୍ରୀ ଠାକୁରଙ୍କର ରଚିତ ଭାରତ ବନ୍ଦନାରେ ହଦିସର କଥା ରହିଛି। ବର୍ତ୍ତମାନର ଭାରତବାସୀ ଯୋଉମାନେ ଯାହାଙ୍କର ସତ ଯୁକ୍ତି ଜାଲରେ ଦେଶଟି ପ୍ରଥମ ଠାରୁ ହିଁ ଅସଭ୍ୟ, ବର୍ବର, ବୈଷମ୍ୟ
ଏଠିକାର ମଜାରେ ମଜାରେ ରକ୍ତରେ ରକ୍ତରେ ଯାହା କିଛି ଛିଟା ଫୋଟା ଭଲ ଏହି ସବୁଠାରେ ହିଁ ରହିଛି। ମଣିଷ ଏକଜୁଟ ହେଇନି। 33 କୋଟି ଦେବତାଙ୍କର ଦେଶ ହଉଛି ଭାରତ ବର୍ଷ, କିନ୍ତୁ ବ୍ୟକ୍ତିତ୍ୱ ଦୂଷଣ ତାର ଅଭାବ ନାହିଁ। ଦେବତା ମାନେ ଗଲେ କୁଆଡେ? ଆମ ମାନଙ୍କ ଭିତରେ ଦେବତ୍ୱର ପ୍ରବୃତ୍ତି ନାହିଁ କାହିଁକି? କୁଆଡେ ଚାଲିଗଲା? ଏଇଆ ଯେ ଦେବତ୍ୱର ଗୁଣକୁ ଧାରଣ କରିବାଟାକୁ ଆମେ ମାନେ ଚାହିଁଲୁନି। ଆମେ ମାନେ ଅସତ୍ର ଦିଗରେ ଝୁଙ୍କ ପ୍ରବଣତାଟାକୁ ପ୍ରଶ୍ରୟ ଦେଇଦେଲୁ। ତେଣୁ ଆଜି ସ୍ନେହ, ପ୍ରୀତି, ଭଲ ପାଇବା, ମମତା, ଐକ୍ୟ, ଐତିହ୍ୟର ନିଦର୍ଶନ ଆମେ ଆଉ ଦେଖିବାକୁ ପାଉନୁ। ବରଂ ଆମେ ଦେଖିବାକୁ ପାଉଛୁ ଗୋଟିଏ ନଷ୍ଟ, ବିଭ୍ରାନ୍ତିକର, ସମାଜର ଦୂଷଣୀୟ ଚରିତ୍ର। ଆଉ ପୁଣି ଆମେ ଦେଖିବାକୁ ପାଉଛୁ ମଝିରେ ମଝିରେ ଅତ୍ୟନ୍ତ ଭାବରେ ବିଳପିତ ହେଇଥିବା ଚରିତ୍ର। କେମିତି? ଯୌନ ବିକୃତ ମସ୍ତିଷ୍କ, ପ୍ରବୃତ୍ତି ବିକୃତ ମସ୍ତିଷ୍କ, କୌଣସି ଗୋଟେ କାର୍ଯ୍ୟର ଲୋଡ ନେଇ ନ ପାରିବା, ଅଧାରୁ କାମ ଛାଡିଦବା। ଆମେ ଇଲେକ୍ସନ ଡ୍ୟୁଟିରେ ମଧ୍ୟ ସେଇ ପ୍ରକାର ଲୋକଙ୍କୁ, କିଏ କହୁଛି ପଢିଥାନ୍ତି ସବୁ ମ୍ୟାଡାମ ମାନେ ଆମର କହୁଥାନ୍ତି, ମାନେ ଏଇଗୁଡାକର ବ୍ୟକ୍ତିତ୍ୱ ଚିହ୍ନା ଯାଏ ଯେ କେତେ ପ୍ରକାରର ଲୋକ ଅଛନ୍ତି। ଆଉ ଠାକୁରଙ୍କୁ ନେଇ କଣ ଏଇ ସବୁ ବ୍ୟକ୍ତିତ୍ୱର ସମସ୍ୟାର ସମାଧାନ ସମ୍ଭବ? ଆଶ୍ଚର୍ଯ୍ୟ ଲାଗେ। ଆପଣ ଯଦି ମେଣ୍ଟାଲି କାଉନସିଲିଂ କରିବେ, ହଁ, ତାହେଲେ ଆପଣ ଚିନ୍ତା କରିପାରିବେ ଯେ କେତେ ପ୍ରକାରର ଲୋକ, କେମିତି ଆମେ ହ୍ୟାଣ୍ଡେଲ କରିବା। ମୁଁ ଅନେକ ଥର ଆଗରୁ ବି କହିଛି ଯେ ସମ୍ବିତିର ଚରିତ୍ର ଅଧ୍ୟାୟ, ଶାଶ୍ୱତୀର ଚରିତ୍ର ଅଧ୍ୟାୟ, ନୀତି ବିଧାୟନରେ ତ ନୀତିର କଥା, ଚାରିତ୍ରିକ ତ୍ରୁଟି ଗୁଡାକୁ ଆପଣ ଧରି ପାରିବେ। କାରଣ ନିଜର ଭୁଲଟା ଧରି ପାରିଲେ ତ ନିଜକୁ ରେକ୍ଟିଫାଏ କରିବେ। ସେଇ ଯୋଉ ଇଲେକ୍ସନର କଥା କହୁଥିଲି, କିଏ ଜଣେ ମ୍ୟାଡାମ ହୁଏତ ପଢିଛନ୍ତି, ସେ କିଛି ପଢିକି ଆସିନାହାନ୍ତି, ଇଲେକ୍ସନ ବିଷୟରେ କିଛି ଜାଣିନାହାନ୍ତି। ସେମିତି ଲୋକଙ୍କୁ ଏଥର ବହୁତ ପଡିଥିଲା। ସେଠି ସେ କହୁଛନ୍ତି ମୁଁ ମ୍ୟାଡାମ କିଛି ପଢିକି ଆସିନି, ମୋର ଶାଶୁଙ୍କର ଦେହ ଖରାପ, ମୁଁ ସେଥିରେ ବ୍ୟସ୍ତ। କେହି ହୁଏତ ପୁରା ବେହୋସ ହେଇଗଲା ଯେ ଆଉ ଇଲେକ୍ସନ ଡ୍ୟୁଟି ହିଁ କରିପାରିଲାନି, ତା ପାଇଁ ରିଜର୍ଭ ଗୋଟେ ପଠାଗଲା। ତାମାନେ ଆମ ମାନଙ୍କର ସ୍ନାୟୁ ଗୁଡାକ ଏତେ ଦୁର୍ବଳ ହେଇଯାଇଛି, ଆମେ ଖାଲି ଆମ୍ୟୁଜମେଣ୍ଟ, ମେରି ମେକିଂ, ଆମୋଦ ପ୍ରମୋଦ କରିବାରେ ଆମର ସମୟ ଚାଲି ଯାଉଛି। ଟିକେ କିନ୍ତୁ କୋଉ କଥାରେ ଯଦି ଲୋଡ ପଡିଲା, ଲୋଡ ଟା ନେଇକି କାମଟା କରିବା, ରିସ୍କ ଟା ନେଇକି ସାରିବା, ଏଇ ପ୍ରକାର ଲୋକ ଖୁବ କମ ହିଁ ଥାନ୍ତି। ଯୋଉମାନେ ଠାକୁର ଯୋଉଟା କହୁଛନ୍ତି ଯେ ଅର୍ଜନେ ପଟୁ ଶାସ୍ତ୍ରୟୀ କାର୍ଯ୍ये ସୁନ୍ଦରେ ସମାପନ, ଏ ଦେଖି ବୁଝିବୁ ତାର ଦକ୍ଷତା କେମନ। ଦକ୍ଷତା ତ ଦୂରର କଥା, କାମ କରିବାକୁ ଦେଲେ ହିଁ ଲୋକଙ୍କର ବିଭିନ୍ନ ବାହାନା। ଏତେ କ୍ଲାସ ନଉଛୁ, ଆମେ ଆଉ ଏକ୍ସଟ୍ରା କାମ କରିପାରିବୁନି, ଆମେ ସେଠିକି ଯିବୁ, ଆମେ ଏଠିକି ଯିବୁ, ଆମକୁ ବେଳ କାହିଁ କରିବାକୁ? ଲୋଡ ନବାକୁ ମଣିଷ ଚାହେଁ ନା। ଲୋଡ ନେଲେ ତ ତାର କ୍ୟାରିଂ କ୍ୟାପାସିଟି ବଢିବ, ତାର ଫ୍ୟାଟିକ ଲେୟାର ବା କ୍ଳାନ୍ତିର ସ୍ତର କଟିବ, ଯୋଉଟା କି ପରମ ଦୟାଲ ଚାହାନ୍ତି। ଯେମିତି ଠାକୁରଙ୍କ ଜୀବନରେ ଗୋଟେ ଘଟଣା ମୁଁ ଆଗରୁ ମଧ୍ୟ କହିଛି। ରାଧାନାଥ କର୍ମକାର ଠାକୁରଙ୍କ ପାଖରେ ଥାନ୍ତି। ଦଶହରାର ଉତ୍ସବର ସମୟ, ଠାକୁରଙ୍କର ଯୋଉଠି ଆଜି ଆମେ ଦେଖୁଛେ ବସିଛନ୍ତି ଠାକୁର, ସେଇଠି ଗୋଲ୍ଡେନ ଫ୍ରେମର ଗୋଟେ କବାଟ ଲାଗିଛି। ସେଇଟା ବଡାଲ ବାଙ୍ଗଲାରେ, ସରି ସେଇଟା ଜାମତାଲାରେ ଲାଗିଥିଲା। ସେଠୁ ଆସିକି ଏଠି ଲାଗିଲା। ମାସାଧିକ କାଳ ଠାକୁର କହିଛନ୍ତି କାମ ହେଇନି, କିନ୍ତୁ ଠାକୁର ଯେତେବେଳେ ଗୋଟିଏ ଶବ୍ଦ କହିଲେ ଯେ ତୁମେ ମାନେ ଯଦି କାଲି ରାତି ସୁଦ୍ଧା କାମ ନସାର, ପରଦିନ ଆସି ରାତି 4ଟାରୁ ଲୋକ ଉପସ୍ଥିତ ହେଇଯିବେ, ଉତ୍ସବ ହବ, ହଜାର ହଜାର ଲୋକଙ୍କର ସମାଗମ ହବ, ତୁମେ ମାନେ କବାଟ ତ କରିବ, କିନ୍ତୁ ମୋର ସେଠିକି ଆଉ ଯିବା ହବନି। ରାତି ମାନେ 12ଟା ଭିତରେ କାମ ସରିଗଲା। 12 ଘଣ୍ଟାରେ ଯୋଉ କାମ ସରିଯାଇ ପାରିଲା, ମାସକ ଭିତରେ ସରିପାରିଲାନି। ତାମାନେ କଣଟା? ଆଳସ୍ୟତା ହିଁ କାମ କରୁଛି, ଫ୍ୟାଟିକ ଲେୟାର ହିଁ କାମ କରୁଛି, କ୍ଳାନ୍ତିର ସ୍ତର ହିଁ କାମ କରୁଛି। ଆମେ କାଟିବାକୁ ଚାହୁଁନା। ଆମେ ଅନେକ ଲୋକ ଆମମାନଙ୍କ ଭିତରେ ଠାକୁରଙ୍କୁ ବହୁତ ଭଲ ପାଆନ୍ତି, ଭଲ ପାଆନ୍ତିନି ନୁହେଁ, କିନ୍ତୁ ଭଲ ପାଇବାଟାକୁ ଆମେ ମାନେ ଗୋଟେ ଅଲଗା ଦିଗରେ ବୁଝିଛୁ। ଭଲ ପାଇବା ମାନେ କଣ ନା, ଠାକୁରଙ୍କୁ ଟିକେ ଫୁଲ ଦେବି, ଧୂପ ଦେବି, ହୁଳହୁଳି ଟିକେ ପକେଇବି, ଆଉ ହଜାର ଲୋକଙ୍କର ସମାଗମରେ ଭୋଜି ଭାତରେ ମୁଁ ଟିକେ 50,000 ଟଙ୍କା ଅର୍ଘ୍ୟ ଦେବି। ଏଇ ପ୍ରକାର ଲୋକ ଭଲ ପାଏ। କିନ୍ତୁ ପ୍ରକୃତରେ ଯଦି ମଣିଷ ନିଜକୁ ସଜାଡିବାରେ ଲାଗିଯାଏ, ତାହେଲେ ତାର ଅବକାଶର ସମୟ ରୁହେ ନା। ଆପଣ ଦେଖିବେ ଛୁଟି ଦିନରେ ଲୋକ, ଆମେ ଛୁଟି ଦିନରେ ପ୍ଲାନିଂ କଣ
କିଛି ନାହିଁ ଭାଇ, ମୁଁ ଦିନ 10ଟା ଯାଏ ଟିକେ ଆଗ ଶୋଇବି, ସଫା ଫଫା ଅଛି ଟିକେ କରିବି, ତାପରେ 4ଟା ବେଳକୁ ଟିକେ ପାର୍କ ଯିବି, ଟିକେ ସାଙ୍ଗମାନଙ୍କ ସାଙ୍ଗରେ ମିଶିବି। ବହୁତ ସମୟରେ ଯାଜନ କଲେ ଲୋକ ପିଲାମାନେ ଏଇଆ ସବୁ କହନ୍ତି। ଗୋଟେ ଦିନ ଆମେ ଟିକେ ଛୁଟି ପାଉଛୁ ସପ୍ତାହକୁ, ରବିବାର ଦିନଟା, ଆଉ କଣ ସାଙ୍ଗମାନଙ୍କ ସାଙ୍ଗେ ଟିକେ ମିଶିବାକୁ ଯିବିନି, ଟିକେ ଇଏ କରିବାକୁ ଯିବିନି? ବାପା ମା ମାନେ ବି ସେଟା ସପୋର୍ଟ କରନ୍ତି। କାହିଁକି? କାରଣ ବାପା ମାଙ୍କର ବୋଧଟା ବି ସେଇଆ, ପିଲାଙ୍କର ବୋଧଟା ବି ସେଇଆ। କିନ୍ତୁ ଲୋକ ଜାଣିପାରୁନି ଯେ ସାଙ୍ଗମାନଙ୍କ ସାଙ୍ଗରେ ମିଶିଲେ ଯଦି ଭଲ କଥାର ଆଲୋଚନା ହୁଅନ୍ତା ତାହେଲେ ତ କିଛି ଅସୁବିଧା ହିଁ ନଥିଲା। କିନ୍ତୁ ଗଲେ ଭଲ କଥାର ଆଲୋଚନା ତ କୋଉଠି ନାହିଁ, ସବୁଠି ହିଁ ତ ଖରାପ ଆଉ ଅସତର ମାନେ ପରିବେଶ ଆଉ ପ୍ରବୃତ୍ତିର ଝୁଙ୍କ ପ୍ରବଣତା ଆମମାନଙ୍କ ଉପରେ ଖାଇ ଖାଇ ବସିଛି। ତାହେଲେ ଆମେ ନିଜର ଚାରିତ୍ରିକ ଦୁର୍ବଳତା କାଟି ପାରୁନା। ଛୁଟି ଦିନ, ଠାକୁର କହୁଛନ୍ତି ଅବକାଶର ଦିନ ମାନେ, ଛୁଟି ଦିନ ମାନେ ଅବକାଶର ଦିନ ନୁହେଁ। ଛୁଟି ଦିନ ହେଲା କର୍ମ ପ୍ରବଣତାର ଦିନ। ଆମେ କିନ୍ତୁ ଛୁଟି ପାଇଛୁ କଣ ନା, ଶୋଇବା ପାଇଁ। ଯଦି କିଛି କାମ ନାହିଁ ଆମେ ଘରେ ଟିକେ ଶୋଇବା, ସେଇଟା ଆମର ପ୍ରାଧାନ୍ୟ। ଦୁର୍ବଳତା ଦେହରୁ ଯାଉନି। ସର୍ବପ୍ରଥମେ ଆମକୁ ଦୁର୍ବଳତାର ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡିବ। ଆଳସ୍ୟ, କୃତଘ୍ନତା, ଆତ୍ମମ୍ଭରିତା, ଏ ତ ପ୍ରମୁଖ ଦୁର୍ବଳତା। କାର୍ଯ୍ୟ କରି ନ ପାରିବା, କାର୍ଯ୍ୟ କରିବାର ଆବେଗକୁ ନିଜ ଭିତରେ ସ୍ଥାପନ ନ କରିବା, ଏହା ତ ଆହୁରି ବହୁତ ବଡ ଦୁର୍ବଳତା। ତେଣୁ ଏଇ ଯୋଉ ଦୁର୍ବଳତାର ଛାଞ୍ଚ ଆମମାନଙ୍କୁ ଗ୍ରାସ କରି ବସିଛି, ଦିନକୁ ଦିନ ପାଇ ବସିଛି, ଏଗୁଡାକ ଆମମାନଙ୍କ ପାଇଁ କ୍ଷତିକାରକ ନୁହେଁ ବୋଲି କଣ ଆମେମାନେ ଭାବୁନୁ କି? କେତେ ଦିଗରେ ଆମକୁ ପରଫେକ୍ଟ ହବାର ଅଛି। ଜୀବନର ଉଦ୍ଦେଶ୍ୟ ହଉଛି ଅଭାବକୁ ଏକଦମ ତଡ଼ିଦବା। ଅଭାବ ତ ଆମର ସବୁ ଦିଗରେ। ଆମେ ଭଲ କଥାଟେ କହିକି ଲୋକର ମନକୁ ଆକର୍ଷଣ କରିପାରୁନୁ, ତାହେଲେ ମୋର କଥାରେ ଅଭାବ ନାହିଁ କି? ମୁଁ ଟିକେ ଭଲ ଗାଇ ପାରୁନି, ମୁଁ ଟିକେ ଯଦି ଭଲ ଗାଇ ପାରନ୍ତି 5 ଜଣ ଲୋକ ମୋର କଣ୍ଠସ୍ୱରଟା ବି ଶୁଣନ୍ତେ, ତାହେଲେ ଏଇଟା କଣ ଗୋଟେ ଅଭାବ ନୁହେଁ କି? ମୋର ପ୍ରତି କଥାରେ କଥାରେ ନେଗେଟିଭ ଆଉ ଝଗଡାର କଥା ବାହାରୁଛି, ୟାକୁ ଟିକେ କେମିତି କଣ୍ଟ୍ରୋଲ କରିବି, ଏଇଟା କଣ ବ୍ୟକ୍ତିତ୍ୱର ଉଦ୍ବର୍ଦ୍ଧନ ନୁହେଁ କି? ତାମାନେ ଯେତେ ସବୁ ଖରାପ ଗୁଣ ଅଛି ତାକୁ ଆଗ ଆମେ ଥରେ ପଏଣ୍ଟ ଆଉଟ କରୁ, ଥରେ ଲିଷ୍ଟ ଆଉଟ କରୁ। ଦେଶ ଜାତି ପାଇଁ କରିବା ତ ଖୁବ ବଡ କଥା, କିନ୍ତୁ ଆମମାନଙ୍କର ଚରିତ୍ର ଗଠନର ଦିଗରେ ଆମମାନଙ୍କର ପ୍ରଚେଷ୍ଟା କଣ? ସେଇ ଦିଗରେ ଆମମାନଙ୍କର ଭୂମିକା କଣ? ଆମେମାନଙ୍କର ଗତି କୋଉ ଦିଗରେ? ଆମେମାନେ କୋଉ ପ୍ରକାରରେ ବଢିବାକୁ ଚାହୁଁ? ଆମମାନଙ୍କର ଅନ୍ତରର ଆବେଗଟା ଯଦି ଆମକୁ ଉଚ୍ଛଳ ଉଦ୍ଦୀପନାରେ ନ ନିଏ, ଆମମାନଙ୍କର ମାନିବାଟା ଯଦି ପ୍ରବୁଦ୍ଧ ନ ହୁଏ, ତାହେଲେ ଆମେ ପ୍ରତି ପଦକ୍ଷେପରେ ନିଜେ ସେଇ ବିକୃତ ଚଳଣି ଭିତରେ ବଶୀଭୂତ ହେଇଯିବାଟା କିଛି ସାଧାରଣ ମାନେ କିଛି ଅସାଧାରଣ କଥା ନୁହେଁ। ଯେତେ ମନୀଷୀ ହୁଅନ୍ତୁ, ଯେତେ ଜ୍ଞାନୀ ହୁଅନ୍ତୁ, ବିଜ୍ଞାନୀ ହୁଅନ୍ତୁ, ଯେତେ ବି ଯିଏ ଯାହା ହୁଅନ୍ତୁ ନା କାହିଁକି, ଏଇ ସବୁ ଭିତରେ ଆପଣ ଦେଖନ୍ତୁ ଖରାପର ଗୋଟେ ଗୁଣ ରହିଛି। କେତେ ବଡ ଆଇଏଏସ୍ ଅଫିସର କିନ୍ତୁ ଦୁର୍ନୀତିଗ୍ରସ୍ତ, ଜଣେ ମୁଖ୍ୟମନ୍ତ୍ରୀ କିନ୍ତୁ ଅଯୋଗ୍ୟ, ଜଣେ ଶିକ୍ଷାମନ୍ତ୍ରୀ ତାର ଶିକ୍ଷାର ଧାରଣା ନାହିଁ, ଜଣେ କୃଷି ମନ୍ତ୍ରୀ ତାର କୃଷି ବିଷୟରେ କେବେ ଆଗ୍ରହ ହିଁ ନାହିଁ, ଜାଣିବାରେ ନାହିଁ। ନିଜର ବହୁମୂଲ୍ୟ ସମୟକୁ ସେ ନିଜର କ୍ୱାର୍ଟର ଭିତରେ, ଟିଭି ଭିତରେ ନଷ୍ଟ କରିଦଉଛି। ଏଇ ହେଲା ବ୍ୟକ୍ତିତ୍ବ। ମାନେ ଆମେ ମାନେ ଉଚ୍ଚ ପଦସ୍ଥ ହେଇପାରୁ, ସେଟା ଭାଗ୍ୟ ଯୋଗୁ। ଆମେ ତ କହୁ ଯେ ଭାଗ୍ୟ ବଳେ ନଳରାଜା କାଟେ ବନେ ଘାସ, ଭାଗ୍ୟ ଯୋଗୁ ରାମଚନ୍ଦ୍ର ଗଲେ ବନବାସ। ଭାଗ୍ୟର ଲିଖନ ତହୁଁ ବା କପାଳ ଲିଖନ ତହୁଁ କେ କରିବ ଆନ। କପାଳନ ଲିଖନ ତ ହବ, କେହି ହୁଏତ ପୁଣ୍ୟ କରିଛି, ସେ ଆଜି ରାଜା ମହାରାଜା ହେଇଗଲା, ଆଜି ରାଷ୍ଟ୍ରପତି ହେଇଗଲା। କିନ୍ତୁ ରାଷ୍ଟ୍ରପତି ହେଇଗଲେ, ପ୍ରଧାନମନ୍ତ୍ରୀ ହେଇଗଲେ, ଜ୍ଞାନୀ ହେଇଗଲେ, ମଣିଷ କଣ ପ୍ରକୃତରେ ତାର ଦୁର୍ବଳତାକୁ ତ୍ୟାଗ କରିପାରିବ? ନା। ଯଦି ତା ହେଇଥାନ୍ତା ତାହେଲେ ସୁପ୍ରିମକୋର୍ଟର ଚିଫ ଜଷ୍ଟିସ, ଯଦି ତା ହେଇଥାନ୍ତା ବହୁତ ବଡ ବଡ ଜ୍ଞାନୀ ଲୋକ କଣ ସାମାନ୍ୟ କାମ ଭାବର ଶିକାର ହେଇ ଜେଲର ଚକର କାଟୁଥାନ୍ତେ? ଯଦି ବିଜ୍ଞାନୀ ହେଇଗଲେ ଆମ ମାନଙ୍କର ବ୍ୟକ୍ତିତ୍ୱ ପରିବର୍ତ୍ତନ ହୁଅନ୍ତା, ତାହେଲେ ସମସ୍ତ ବିଜ୍ଞାନୀ ତ ଆଚରଣ ସିଦ୍ଧ ହୁଅନ୍ତେ, ସମସ୍ତଙ୍କ ଭିତରେ ତ ସବୁ ଭଲ ଗୁଣ ଭରପୁର ହେଇଥାନ୍ତା। ତାମାନେ ଏହା ନିହାତି ରୂପରେ ଗୋଟେ ପ୍ରଶ୍ନ ଯେ ଆମେ ମାନେ ଜ୍ଞାନୀ ହଉ, ବିଜ୍ଞାନୀ ହଉ, ଦାର୍ଶନିକ ହଉ, ପ୍ରାବନ୍ଧିକ ହଉ, କୋଉ ବି ସ୍ତରକୁ ଚାଲି ଯାଉ, କେତେ ଆୱାର୍ଡି ହଉ, କେତେ ମେକଅପ ନଉ, ଆମ ମାନଙ୍କର ଅଶ୍ଲିୟତ ବୋଲି ଯୋଉଟା ଆମେ କହୁ, ଆମ ମାନଙ୍କର ପ୍ରକୃତ ସ୍ୱରୂପଟା ହଉଛି ଆମ ମାନଙ୍କର ବ୍ୟକ୍ତିତ୍ବ ବା ଚରିତ୍ର। ଚରିତ୍ର କହିଲେ ଆମେ କଣ ବୁଝୁ?
ନା ଯେମିତି ଠାକୁର କହିଲେ କେହି ହୁଏ ତ ମଦ୍ୟପ, ମଦପାନ କଲେ ତାର ଚରିତ୍ର ନଷ୍ଟ ହେଇଗଲା ତା ନୁହେଁ। ଯଦି ହେମ କବିଙ୍କ ଭଳି ଘୋଡା ମଦ୍ୟପ ପରିବର୍ତ୍ତନ ହେଇଯାଇ ପାରନ୍ତି ତାଙ୍କର ସଂସ୍ପର୍ଶରେ ଆସି, କେତେ ନଷ୍ଟ ଚରିତ୍ରର ଲୋକ ତାଙ୍କର ଜୀବନରେ ଆସି ତାଙ୍କର ସଂସ୍ପର୍ଶରେ ଆସି ପରିବର୍ତ୍ତନ ହୁଅନ୍ତି। କେତେ ଅସଜଡ଼ା ଜୀବନ ସଜାଡି ହେଇଯାଇପାରେ, କେତେ ଯନ୍ତ୍ରଣା ପ୍ରପୀଡିତ ଜୀବନ ପ୍ରଶମିତ ହେଇଯାଇପାରେ। ତାହେଲେ ବ୍ୟକ୍ତିତ୍ୱଟା କଣ ଏଇ ଗୋଟିଏ ଖରାପରେ ନଷ୍ଟ ହେଇଗଲା କି? ଠାକୁର କହୁଛନ୍ତି ଖରାପ ଚିନ୍ତା ଆସିଲେ କଣ ମଣିଷଟା ନଷ୍ଟ ହେଇଗଲା? ନା, ଖରାପ ଚିନ୍ତା ଭଲ ଚିନ୍ତା ସବୁ ହିଁ ଆସିବ। ପଜିଟିଭ ଆଉ ନେଗେଟିଭର କମ୍ବିନେସନ ହିଁ ଆମେ। କିନ୍ତୁ ନେଗେଟିଭ ଟା ଯେମିତି ଆମ ମାନଙ୍କ ଉପରେ ଭାରି ପଡି ନଯାଏ। ଯଦି ନେଗେଟିଭ ଆମ ମାନଙ୍କ ଉପରେ ଭାରି ପଡିଗଲା ତାହେଲେ ହିଁ ତ ସରିଲା। ସେଠି ଆଉ ଗୁରୁଙ୍କର ଭୂମିକା କଣ ରହିଲା? ସେଠି ବୀଜ ମନ୍ତ୍ରର ପ୍ରଭାବଟା ଆଉ କଣ ରହିଲା? ସେଠି ଆମେ ମାନେ ଉଦ୍ଦୀପ୍ତ ହବାର କଥାଟା ବି ଆଉ କଣ ରହିଲା? ଆମେ ତ ସାଧାରଣ ମଣିଷ ହେଲେ, ତାହେଲେ ଗୁରୁ ଗ୍ରହଣ କରି ଆମର ଲାଭଟା ବି କଣଟା ହେଲା? ଆମେ ଯଦି ଏତିକି ଟିକେ ଭାବି ନ ପାରିଲେ ଯେ ସମସ୍ତେ ଯାହା କରୁଛନ୍ତି ମୁଁ ବି ସେୟା କରୁଛି, ତାହେଲେ ସାଧାରଣ ଲୋକଙ୍କଠୁ ମୁଁ କୋଉ ଗୁଣରେ ଅଧିକା ନା କମ? ସାଧାରଣ ଲୋକଠାରୁ ମୋର ଭୂମିକାଟା କଣ ରହିଛି ତ୍ୟାଗ କରିବାରେ? ଏଇଟା ହଉଛି ମୋର ବ୍ୟକ୍ତିତ୍ବ। ତେଣୁ ବ୍ୟକ୍ତିତ୍ୱଟା ଗୋଟେ ଦିନରେ ଗଠନ ହୁଏ ନା। ବ୍ୟକ୍ତିତ୍ୱଟା ଆମ ମାନଙ୍କର ଲାଗି ରହିବାର ବ୍ୟାପାର, ନିଷ୍ଠାର ବ୍ୟାପାର। ବ୍ୟକ୍ତିତ୍ୱ ହଉଛି ଜୀବନକୁ ଉଦ୍ବର୍ଦ୍ଧନ ଦିଗରେ ଗଢି ତୋଳିବାର ବ୍ୟାପାର। ତେଣୁ ଆମେମାନେ ଯେ ଗଢି ହେଇଛୁ ବା ନା, ତାହେଲେ ଆମ ମାନଙ୍କର ଜୀବନଟା କଣ? କେତେ, ଯେମିତି ମୁଁ କହିଲି, କେତେ ଧନୀ, କେତେ ଜ୍ଞାନୀ, କେତେ ମାନ ସମ୍ପନ୍ନ, କେତେ ଯଶ ସମ୍ପନ୍ନ ବ୍ୟକ୍ତିତ୍ବ, ଏଇଟା ତାର ବ୍ୟକ୍ତିତ୍ବ ନୁହେଁ। ଏଇ ସବୁ ଭିତରେ କେତେ ଦୂର ସେ ସ୍ଥିର ହେଇ ରହିପାରୁଛି ସେଇଟା ତାର ବ୍ୟକ୍ତିତ୍ବ। ସେ କେତେ ଦୂର ସ୍ଥିତ ପ୍ରଜ୍ଞ ତାର ସେଇଟା ବ୍ୟକ୍ତିତ୍ବ। ତେଣୁ ଏଇ ଯୋଉ ବ୍ୟକ୍ତିତ୍ୱର ଦୂଷଣ, ସ୍ୱରୂପ ଆଉ ସମାଧାନ ଟପିକଟା, ବ୍ୟକ୍ତିତ୍ୱର ସ୍ୱରୂପ କେତେ ପ୍ରକାରର ଆପଣ ଦେଖନ୍ତୁ। କେତେ ସ୍ୱାର୍ଥବାଦୀ ଲୋକ, ନିଜ ପାଇଁ ସେମାନେ ସମସ୍ତଙ୍କୁ ଏକ୍ସପୋଜ କରିଦିଅନ୍ତି କିନ୍ତୁ ନିଜର ଦୋଷ ମାନନ୍ତିନି। ଝଗଡା କରିବାର ଦିଗରେ ତାଙ୍କର ଅନେକ ଭାବରେ ନଷ୍ଟ କରିବାର ତାଙ୍କର ଝୁଙ୍କ ପ୍ରବଣତା ରହିଛି। କିନ୍ତୁ କିନ୍ତୁ ଉଦ୍ବର୍ଦ୍ଧନର ପଥରେ ତୋଳିବାର ଯୋଉ ଝୁଙ୍କ ପ୍ରବଣତା ସେମାନଙ୍କର ନାହିଁ। ଜୀବନକୁ ସୁନ୍ଦର ଭାବରେ, ଜୀବନକୁ ସରସ ଭାବରେ ଗତିଶୀଳ କରିବା ପାଇଁ ଯାହା ଯାହା ଯୋଗ୍ୟତାର ଆବଶ୍ୟକତା, ସେ ଦିଗରେ କୌଣସି ପ୍ରଚେଷ୍ଟା ନାହିଁ। ତାହେଲେ ମଣିଷର ବ୍ୟକ୍ତିତ୍ୱଟା ଉଦ୍ବର୍ଦ୍ଧନ ହବ କେମିତି? ମୁଁ କାଲି ମଧ୍ୟ ଥାଏ କଲେଜରେ, ଗୋଟେ କାଲି ଥିଲା ୱାର୍ଲଡ ମେଡିଟେସନ ଡେ। ଆପଣ ଦେଖନ୍ତୁ ଗୋଟେ ବ୍ୟକ୍ତିତ୍ୱଟା କୋଉ ପ୍ରକାରର। ମୋର ମନେ ପଡିଗଲା ପୁଣି ହଠାତ୍ କି ମମତା ବାନାର୍ଜୀର କଥା, ଯୋଉଠି ମାନେ ବ୍ୟକ୍ତିତ୍ୱ ଗୋଟେ ସଂଘତିର ଦିଗରେ 50 ଜଣ ଲୋକ ଅଛନ୍ତି, ଜଣିଏ ଲୋକ କିନ୍ତୁ ତାଙ୍କ ଭିତରେ ଡିଷ୍ଟର୍ବ କରୁଛି, ପ୍ରତିଲୋମୀ ପ୍ରବୃତ୍ତି। ଏଇ ହେଲା ବ୍ୟକ୍ତିତ୍ୱ। ଏଇଠି ବ୍ୟକ୍ତିତ୍ୱଟା ଜାଣନ୍ତୁ ଯେ 50ଟା ଲୋକ ଗୋଟେ ଭଲ କାମ ପାଇଁ ସଂକଳ୍ପବଦ୍ଧ ହେଇକି ଗୋଟେ କାମଟେ କରୁଛନ୍ତି, ତା ଭିତରେ ଜଣେ ଲୋକ ଯାଇକି କେଁ ପୁରେଇକି ଡିଷ୍ଟର୍ବ କରିବାଟା ହେଲା ତାଙ୍କର କାମ। ତାହେଲେ ଏଇଠୁ ଚିନ୍ତା କରନ୍ତୁ, ସେଇ ଯୋଉ ଡିଷ୍ଟର୍ବିଂ ଏଲିମେଣ୍ଟ, ଗୋଟିଏ ଲୋକ 50 ଜଣଙ୍କର ମୁଣ୍ଡକୁ ଡିଷ୍ଟର୍ବ କରୁଛି, ତା ମାନେ ପ୍ରଥମ କଥା ତ ସେ ଛୋଟକାଟିଆ ଲୋକ ନୁହେଁ, ହାଇଲି ଡିଷ୍ଟର୍ବିଂ ଏଲିମେଣ୍ଟ। ଦ୍ୱିତୀୟତଃ ତା ବ୍ୟକ୍ତିତ୍ୱଟା କଣ? ପ୍ରତି କଥାରେ କୁଠାରଘାତ କରିବା, ନେଗେଟିଭ ମାଇଣ୍ଡେଡ, ନେଗେଟିଭଲି ଡିଷ୍ଟୋର୍ଟେଡ, ନକାରାତ୍ମକ ଭାବରେ ବିକ୍ଷିପ୍ତ ହେଇଥିବା ଗୋଟେ ମଣିଷ। ତ ସେଇ ମଣିଷକୁ ଆଭଏଡ କରିକି ହିଁ ଆମେ କରିବା ଦରକାର, ନହେଲେ ଆମେ ପାରିବାନି। ତେଣୁ ଏମିତିଆ ଲୋକ ସବୁ ଅଛନ୍ତି। ଆପଣ ବି ଘରେ ମାନଙ୍କରେ ଦେଖୁଥିବେ, କେତେ ଭଲ କଥା କହିବେ, ଜଣିଏ ଲୋକ ହିଁ ଥିବ ଭାଙ୍ଗିଦେବେ। ସେମିତି ବହୁତ ଜାଗାରେ ମାନେ ଦେଖିବାକୁ ମିଳେ। ତେଣୁ ବ୍ୟକ୍ତିତ୍ୱଟା ଖରାପ ହେଇନି, ମଣିଷ ଜନ୍ମଜାତକ ଭାବରେ ଯାହା ସେ ସେୟା ହିଁ। କିନ୍ତୁ ଉପଯୁକ୍ତ ପରିବେଶରେ, ଉପଯୁକ୍ତ ଶାଢା ପ୍ରବଣତାରେ, ଉପଯୁକ୍ତ ଭାବରେ ନିୟନ୍ତ୍ରିତ ହେଲେ ମଣିଷର ଏଇ ଖରାପ ଗୁଣ ଗୁଡାକ ସହଜରେ ହିଁ ନିୟନ୍ତ୍ରିତ ହେଇଯାଇପାରେ। କିନ୍ତୁ ଦୁଃଖର କଥା ଯେ ମଣିଷ ସହଜରେ ନିୟନ୍ତ୍ରିତ ହେଇପାରେନି। କାହିଁକି? କାରଣ ତାର ନିୟନ୍ତ୍ରଣକୁ ଆସିବା ପାଇଁ ଯୋଉ ଅଭ୍ୟାସ, ଯୋଉ ଚଳଣି, ଯୋଉ ବ୍ୟବହାର, ସେଇଟା ତାର ନାହିଁ। ପ୍ରତି ପଦ ପଦକ୍ଷେପରେ ମଣିଷର ତଳକୁ ଯିବାର ଗୋଟେ ଆବେଗଟା ପଳେଇ ଆସୁଛି। ନେଗେଟିଭ ଜିନିଷଟା କୋଉଠି ନା କୋଉଠି ତା ଭିତରେ କ୍ରିୟା କରୁଛି ହିଁ କରୁଛି।
ତାକୁ ତ୍ୟାଗ କରି ସେ ଯାଇପାରୁନି, ଏଇଟା ତାର ବ୍ୟକ୍ତିତ୍ୱ ଦୂଷଣର ଗୋଟିଏ ପରମ ସୌଭାଗ୍ୟ ନା ଦୁର୍ଭାଗ୍ୟ ନା କର୍ତ୍ତବ୍ୟ ବୋଲି ବିବେଚନା କରିବା। ତେଣୁ ଆମେମାନେ ଯେତେ ବୈଶିଷ୍ଟ୍ୟ ସମ୍ପନ୍ନ ହବା, ଯୋଉଟା ଠାକୁର ପ୍ରଥମରୁ କହିଲେ କି ଦୁର୍ବଳତାର ବିରୁଦ୍ଧରେ ଆମେ ଯୁଦ୍ଧ କରିବା, ରୁଗ୍ଣ ସ୍ୱାସ୍ଥ୍ୟ ଭଗ୍ନ ସ୍ୱାସ୍ଥ୍ୟ ନେଇ ଆମେ ଯୁଦ୍ଧ କରିପାରିବାନି। ସବୁବେଳେ ଯଦି ରୋଗ ଆମକୁ ଟାଣି ଧରିବ, ତାହେଲେ ଆମେ ଯୁଦ୍ଧ କେମିତି କରିବା? ସବୁବେଳେ ଯଦି ବିକୃତ ମାନସିକତା ଆମକୁ ଟାଣି ରଖିବ, ତାହେଲେ ଆମେ ଯୁଦ୍ଧ କେମିତି କରିବା? ସବୁବେଳେ ଯଦି କାମ ଭାବ ଆମକୁ ଧରି ରଖିବ, କ୍ରୋଧ ଭାବ ଆମକୁ ଧରି ରଖିବ, ଲୋଭ ଭାବ ଆମକୁ ଧରି ରଖିବ, ତାହେଲେ ଆମେ ବ୍ୟକ୍ତିତ୍ୱଟାକୁ ଉଦ୍ବର୍ଦ୍ଧନ ଦିଗରେ ନବା କେମିତି? ଏଇ ସବୁ ଗୁଡାକ ବ୍ୟକ୍ତିତ୍ୱ ଦୂଷଣତା। ତେଣୁ ଆପଣ ଯଦି ଭଲ କି ଟିକେ ନିରୀକ୍ଷିକି ଚିନ୍ତା କରିବେ ଯେ ବ୍ୟକ୍ତିତ୍ୱଟା ମଣିଷର ଗୋଟେ ଦିନରେ ଗଠନ ହେଇନି। ଆଜି ଯିଏ ଗୋଟେ ପଙ୍କ୍ଚୁଆଲ ଲୋକଟେ, ତାକୁ ସମସ୍ତେ ପସନ୍ଦ କରୁଛନ୍ତି, ଏଇଟା ତାର ଗୋଟେ ଦିନରେ ହେଇନି, ତା ଜନ୍ମ ଜନ୍ମାନ୍ତରର ସାଧନା। ତେଣୁ ଏଇ ସବୁ ଭଲ ଗୁଣକୁ ଆକ୍ୱାର କରିବା ପାଇଁ ଆମକୁ ଜୀବନ ବ୍ୟାପୀ ସାଧନା କରିବାକୁ ପଡିବ, ନହେଲେ ଦୂଷଣତା କେବେ କଟିବନି। ଏମିତି ନୁହେଁ କି ଆପଣ ଆଜି ଚାକିରିଟା ପାଇଗଲେ 30 ବର୍ଷ ଚାକିରି କରିବେ, ସେଇ ପ୍ରକାର ନୁହେଁ। ଆଜି ଆପଣ ରାତିରୁ ଉଠିଲେ, କିନ୍ତୁ କାଲି 10 ଦିନ ଯାଏଁ ପୁଣି କହିବେ ନାଇଁ ମୁଁ ସକାଳ 8ଟାରେ ଉଠିବି, ତାହେଲେ ଆପଣଙ୍କୁ ରାତିରେ ଉଠିବାର ଅଭ୍ୟାସଟା କେବେ ବି ହେଇପାରିବନି। ସବୁ ଦିନ ରାତିରେ ଉଠିବାର ଅଭ୍ୟାସ କରିବାକୁ, ରାତିରୁ ଉଠିବାର ଅଭ୍ୟାସଟାକୁ କରିବାକୁ ପଡିବ, ସେଇ ପ୍ରକାରରେ ହିଁ ହବ। ତେଣୁ ଆମମାନଙ୍କର ଯୋଉ ବ୍ୟକ୍ତିତ୍ୱ, ଆମମାନଙ୍କର ଯୋଉ ବୈଶିଷ୍ଟ୍ୟ, ଏଇଟା ପ୍ରତିଦିନ ଆମକୁ ଘଷି ମାଜି ହବାକୁ ପଡିବ, ସେଇ ଦିଗରେ କାମ କରିବାକୁ ପଡିବ। ତା ନହେଲେ ହବନି। ତା ନହେଲେ ବ୍ୟକ୍ତିତ୍ୱର ଦୂଷଣତା କେବେ ଦୂରୀକରଣ ହବନି କି କଟିବ ନାହିଁ। ଏଇ ହେଲା କଥା। ତେଣୁ ଆଉ ତ ଯାହା ଅଛି ଆପଣଙ୍କ ପ୍ରଶ୍ନ ଆପଣମାନେ କରିବେ, ବିଶେଷ କିଛି ମୋର କହିବାର ନାହିଁ। କାରଣ ବ୍ୟକ୍ତିତ୍ୱ ବହୁତ ବଡ ଜିନିଷ। ଆମେ କୌଣସି ଗୋଟିଏ ଗୋଟିଏ ଗୁଣ ନେଇ ମଧ୍ୟ ଗୋଟେ ଗୋଟେ ସତ୍ସଙ୍ଗରେ ଆଲୋଚନା କଲେ ତାହା ସମୟର ସ୍ୱଳ୍ପତା ହେତୁ କମିଯିବ। ହେଲା। ତେଣୁ ଆମମାନଙ୍କୁ ନିହାତି ଚେଷ୍ଟା କରିବା ଦରକାର ଉନ୍ନତିର ଦିଗରେ। ଏଥିରେ ଭାରାକ୍ରାନ୍ତ ହବାର ନାହିଁ, ଏଥିରେ ପରିଶ୍ରାନ୍ତ ହବାର ନାହିଁ, କିନ୍ତୁ ଜୀବନକୁ ଉଦ୍ବର୍ଦ୍ଧନର ପଥରେ ଗଢି ତୋଳିବାର ଯୋଉ ପ୍ରଚେଷ୍ଟା, ଯୋଉ ଆବେଗ, ଯୋଉ ଉନ୍ମୁଖତା ରହିବା ଦରକାର, ତାହା ଆମମାନଙ୍କ ଭିତରେ ଯେମିତି ରହେ, ତାହେଲେ ଅନେକାଂଶରେ ଏ ଜନ୍ମରେ ଆମେ ସଫଳତା ଲାଭ କଲୁ ବୋଲି ଆମେ ବିବେଚନା କରିବା। ଜୟ ଗୁରୁ।